14 ଦଫା ଦାବି ନେଇ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀଙ୍କ ଗଣ ବିକ୍ଷୋଭ। ନୟାଗଡ଼ ଜିଲ୍ଲା ସିଟୁ କର୍ମୀଙ୍କ ନେତୃତ୍ୱରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ ତରଫରୁ 14 ଦଫା ଦାବି ନେଇ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶତାଧିକ ଆଶାକର୍ମୀଙ୍କ ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା। ଏକ ଶୋଭାଯାତ୍ରା ପୂତବଙ୍ଗଳାଠାରୁ ବାହାରି ବଜାର ପରିକ୍ରମା କରି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଥିଲା। ସାଥୀ ଚାପଧାରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ୍ ସରକାରଙ୍କ ଶ୍ରମିକ ବିରୋଧୀ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଇଥିଲା। ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହେଲାବେଳେ କେନ୍ଦ୍ର ମୋଦି ସରକାର ଓ ରାଜ୍ୟ ମୋହନ ସରକାର ଆଶାକର୍ମୀଙ୍କୁ ନିୟମିତ କରିବା, ମାସିକ ସର୍ବନିମ୍ନ ଦରମା ଦେବା ଓ ସାମାଜିକ ସୁରକ୍ଷା ଦେବାରେ ଚରମ ଅବହେଳା କରିଛନ୍ତି। ପରିଶ୍ରମ ବଦଳରେ ମିଳୁଥିବା ପ୍ରୋତ୍ସାହନ ରାଶି ଓ ଅନ୍ୟାନ୍ୟ ସହାୟତା ରାଶି ସ୍ଥାନୀୟ ପ୍ରଶାସନର ଅନିୟମିତତା ଯୋଗୁଁ ଠିକ୍ରେ ମିଳୁନାହିଁ ବୋଲି ଉପସ୍ଥିତ ନେତୃବର୍ଗମାନେ ଅଭିଯୋଗ କରିଥିଲେ। ସରକାର ଆଶାକର୍ମୀଙ୍କୁ ନିୟମିତ କରିବା, ମାସିକ ସର୍ବନିମ୍ନ ଦରମା 26,000 ଟଙ୍କା ଦେବା, ମାସିକ 10,000 ଟଙ୍କା ପେନ୍ସନ୍, ଅବସର ଓ ମୃତ୍ୟୁକାଳୀନ 10 ଲକ୍ଷ ଟଙ୍କା ସହାୟତା, ସାମାଜିକ ସୁରକ୍ଷା ସହ ସମସ୍ତ ବକେୟା ପ୍ରୋତ୍ସାହନ ରାଶି ଓ ଅନ୍ୟାନ୍ୟ ପାଉଣା ତୁରନ୍ତ ଦେବା ପାଇଁ ନିଜ ନିଜ ବକ୍ତବ୍ୟରେ ଦାବି କରିଥିଲେ। ଏକ ପ୍ରତିନିଧି ମଣ୍ଡଳୀ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରିଣୀ ମୀନାକ୍ଷୀ ପଟ୍ଟନାୟକଙ୍କୁ ଭେଟି ଦାବିଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରିବାରେ ଆସନ୍ତା ମାର୍ଚ୍ଚ 31 ତାରିଖ ମଧ୍ୟରେ ସମସ୍ତ ବକେୟା ପାଉଣା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଂଗଠନର ରାଜ୍ୟ କମିଟି ଡାକରାରେ ଆସନ୍ତା 2 ଏପ୍ରିଲ ଭୁବନେଶ୍ୱର ବିଧାନସଭା ଅଭିଯାନରେ ଓଡ଼ଗାଁ ବ୍ଲକର ସମସ୍ତ ଆଶାକର୍ମୀ ସାମିଲ ହେବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଥିଲା। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଟୁ ରାଜ୍ୟ ସମ୍ପାଦକ ତଥା ଆଶାକର୍ମୀଙ୍କ ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁ, ଜିଲ୍ଲା ସଭାପତି ଚାପଧାରୀ ରାଉତ, ରାଜ୍ୟନେତ୍ରୀ ସଂଯୁକ୍ତା ସେଠୀ, ଜିଲ୍ଲା ନେତା କାଳନ୍ଦୀ ନାୟକ, ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା, ବ୍ଲକ ସମ୍ପାଦିକା ଶୁଭଶ୍ରୀ ପଟ୍ଟନାୟକ, ଲକ୍ଷ୍ମୀ ମହାରଣା, ନିରଞ୍ଜନ ସାହୁ, ଅଞ୍ଜଳି ମହାରଣା, ନୟନୀ ସାହୁ, ନିରୁପମା ଦାସ, ଲିପିକା ନାୟକ, ସଂଯୁକ୍ତା ବସନ୍ତିଆ, ସ୍ୱର୍ଣ୍ଣଲତା ନାୟକ, ଶାନ୍ତିଲତା ସ୍ୱାଇଁ, ରଞ୍ଜୁଲତା ରାଉତ ରାୟ ଓ ରବିନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଶାକର୍ମୀଙ୍କ ଦାବି ଉପରେ ବକ୍ତବ୍ୟ ରଖିଥିଲେ। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।